प्रिय आत्मन सदगुरुदेव शिव कुमार शास्त्री जी महाराज की जय। सबुदिन भली आज आमर अमृतवाणी कार्यक्रम मुनि समाज अमृतवाणी कार्यक्रम को आम आगे नवाक चाहूँ। निमय मुनि आम सहित उपस्थित अच्छा। गत थर आम नियमर सबू कथावस्तु गुड़ी को आलोचना करथिले। आज तप विषय किसी आलोकपात करने आम निमय मुनि को अनुरोध करवा। निमय मुनि जयजीव। जयजीव। आमको टे तप विषय नियमर अच्छी तप से तप विषय टे आज आलोकपात करंतु। हमर श्रोता माने टे प्रांजल भाव में बुझीपारे। प्रिय आत्मन सप्रेम जयजीत, आमे धारावाहिक भाव में चलुवा मुनि समाज अमृतवाणी कार्य को आज अध्याय स्वागत। नियमर दुईटी उपांग शौच और संतोष आम आलोचना कर सारी। आज तपर आलोचना करा जीवो। तेणु ये तप जोग आम केते उपयोगी केते लाभदायक आम आज आलोचना जानी परिबा। प्रथमे ये तप साधन लाभ कौन, तप साधन कले कौन हम ताकू साधन पादर 43 नंबर सूत्र कही। कायेन्द्र सिद्धिर सुधि क्षय तपस। ये जो तप साधन कले शरीर समस्त नाड़ी धमनी एवं इंद्रिय मैला सफा हो जाए। तपयोग द्वारा काया इंद्रियर सिद्धि प्राप्त होता है। असिधिर दूर है शुद्धि हो जाए। काय शरीर काय कहले शरीर आउ इंद्रिय। तेणु यही काया इंद्रिय शरीर हवा पाई, काया इंद्रिय शुद्ध हेबा पाई आमे जो क्रिया करि थाउ ताकू तपयोग कह जाए। ये तपयोग रे शरीर गरम सृष्टि होता है। गरम सृष्टि हेबा फल कौन हुए ना शरीर तेजयुक्त होता है। शरीर बल सृष्टि होता है। जो क्रिया द्वारा शरीर को सुंदर बलवान तेजयुक्त करा जाई पारे। जो क्रिया द्वारा शरीर समस्त अंग उपरे निजर अधिकार और शरीर कष्ट सहबार शक्ति आसी पारे ताकू तप कहती। ये साधन कौन? अनेक गुरु अनेक प्रकार व्यायाम शिखे था। अनेक प्रकार भावभंगी शिखी था। किए सूर्य नमस्कार शिखाती तो किए हठ जोगर आसन गुड़िक पर्वतासन नौकासन विभिन्न प्रकार आसन शिखे था। किंतु ताहा समस्त सुलभ नुहे। कि मुनि समाज जो योग व्यायाम शिखे दिखाई ताहा समस्त लाभदायक। ये जो मुनि समाज तप योग अर्थात चक्रभेदन क्रिया आउ प्रणव या माध्यम आम शरीरटा उत्तप्त होता है। यह माध्यम आम अनेक गुण परिलक्षित करिथाउ शरीर। जो साधक मुनि समाजर चक्रभेदन क्रिया प्रणव करे ता पाखरे कौन लक्षण देखा जाए
ଆମେ ଆସନ୍ତୁ ଆଲୋଚନା କରିବା। ତାହା ଅତି ଉପାଦେୟ ଆମ ପାଇଁ। ପ୍ରଥମରେ ଆମକୁ ଜାଣିବାକୁ ପଡ଼ିବ ଏଇ ପ୍ରଥମ ଲକ୍ଷଣ କ'ଣ ନା ଶରୀରରେ ଉପଯୁକ୍ତ ଗରମ ପହଞ୍ଚାଇବା। ଆମ ଶରୀରରେ ଗରମ ପହଞ୍ଚାଇବା କ'ଣ ଦରକାର ଆମେ ଜାଣିବା ଦରକାର। ପ୍ରତ୍ୟେକ କ୍ଷେତ୍ରରେ ଆପଣ ତିନୋଟି ଜିନିଷ ଖୋଜିବେ, କାରଣ, କାର୍ଯ୍ୟ ଆଉ ତାର ଫଳ। ଯଦି ଫଳ ଖରାପ ହେଲା ତାହେଲେ ସେଭଳି କାର୍ଯ୍ୟ ଆପଣ କରିବେ ନାହିଁ ଏବଂ ସେଭଳି କାର୍ଯ୍ୟ କରିବା ପାଇଁ ତାର କାରଣ ଖୋଜିବେ ନାହିଁ, କାହିଁକିନା ଫଳଟା ଯେହେତୁ ଖରାପ। ଅର୍ଥାତ୍ ଆମେ ଚୋରି କରିବା ଫଳ ଜେଲ୍ ଯିବା, ସେଇଟା ହେଉଛି ଦୁଃଖଦାୟକ। ଆମେ ଫଳ ଜାଣିଲେ ଦୁଃଖଦାୟକ ଏବଂ ଚୋରି କରିବା ନାହିଁ। ଏବଂ ଚୋରି କାହିଁ କରିବା ତାର କାରଣ ଆଉ ଖୋଜିବା ଦରକାର ନାହିଁ। ଯୋଉଟା ଲାଭଦାୟକ ଆମେ ତାକୁ ଖୋଜିବା। ତେଣୁ ଆମେ ଏଇ ଯୋଉ ମୁନି ସମାଜର ଚକ୍ରଭେଦନ କ୍ରିୟା କରିବାର ଫଳ ଆମେ ଜାଣିଲେ ଯଦି ଭଲ, ତାହେଲେ ଆମେ ସେ କାର୍ଯ୍ୟ କରିବା, ତାର କାରଣ ମଧ୍ୟ ଖୋଜିବା, କେମିତି କରିବା, କାହିଁକି କରିବା। ପ୍ରଥମ ଲକ୍ଷଣ ହେଉଛି ତପଯୋଗର। ତପଯୋଗ କରୁଥିବା ବ୍ୟକ୍ତି ପାଖରେ ପ୍ରଥମ ଲକ୍ଷଣ ଦେଖାଯାଏ କ'ଣ ନା ଶରୀରରେ ଉପଯୁକ୍ତ ଗରମ ପହଞ୍ଚିବ। ଏ ଗରମ କାହିଁକି ପହଞ୍ଚିବ? ଏଇ ଗରମ ପହଞ୍ଚି ଶରୀରରେ ଥିବା ରକ୍ତକୁ ଉତ୍ତପ୍ତ କରିବ। ଗରମ ରକ୍ତ ପ୍ରବାହିତ ହେଲେ ଆମର ପ୍ରତ୍ୟେକ ନାଡି ଧମନୀ ଶିରାରେ ବିକାର ଗୁଡ଼ିକୁ ଧୋଇ ନେବ, ଅର୍ଥାତ୍ ଶରୀର ପରିଷ୍କାର ପରିଚ୍ଛନ୍ନ ହେବ। ଦ୍ୱିତୀୟ ନମ୍ବର, ଶରୀର ଯଦି ଉତ୍ତାପ ସୃଷ୍ଟି ହେଲା ବିଜାତୀୟ ଅଣୁକୁ ଜାଳି ପୋଡ଼ି ନଷ୍ଟ କରିଦେବ। ବିଜାତୀୟ ଅଣୁକୁ ଜାଳି ପୋଡ଼ି ନଷ୍ଟ କରିଦେଲେ କ'ଣ ତାର ଲାଭ ନା ଆମର କଲିଜା ଖୁବ୍ ଭଲ ଭାବରେ କାମ କରେ। ଅତି ବେଗରେ ଗରମ ରକ୍ତ ପ୍ରବାହିତ ହୋଇ ଶରୀର ମଳକୁ ଜାଳି ଦିଏ, ଯଦ୍ୱାରା ଶରୀର ନିରୋଗ ଆଉ ତେଜଯୁକ୍ତ ହୋଇଥାଏ। ଇଏ ହେଉଛି ତପଯୋଗର ପ୍ରଥମ ଲକ୍ଷଣ। ଦ୍ୱିତୀୟ ଲକ୍ଷଣ, ଶରୀରକୁ ଫୁର୍ତ୍ତି ଓ ତେଜଯୁକ୍ତ କରାଇବା। ଅନେକ କୁହନ୍ତି ଶରୀର ଭାରି ମାନ୍ଦାଳିଆ ଲାଗୁଛି, କାହିଁକି ନା ଶରୀରରେ ଉପଯୁକ୍ତ ଗରମ ପହଞ୍ଚି ପାରୁନି। ଉପଯୁକ୍ତ ଗରମ ପହଞ୍ଚିଲେ ଶରୀରଟା ଫୁର୍ତ୍ତି ରହିବ, ମାନ୍ଦାଳିଆ ଲାଗିବ ନାହିଁ। ଶରୀର ତେଜଯୁକ୍ତ, ଶରୀର ଜାଜୁଲ୍ୟମାନ ହେବ। କାହିଁକି ନା ଆମେ ଯୋଉ ତପଯୋଗ କରିବା, ଚକ୍ରଭେଦନ କ୍ରିୟା କରିବା, ପ୍ରଣବ କରିବା, ସେ ସମୟରେ ଆପଣ ଦେଖିବେ ପ୍ରତ୍ୟେକ ଅନୁଭବୀ ଆପଣ ଯେ କରିବା ସମୟରେ ଝାଳ ପ୍ରବଳ ବୋହିବ। ଝାଳ ବୋହିବା ଦ୍ୱାରା କ'ଣ ହବ ନା ବିକାର ଗୁଡ଼ିକ ବାହାରିଗଲେ, ଯେମିତି ଆପଣ ମଇଳା ଗାମୁଛାଟାକୁ ସଫା କରିଦେଲେ ସେ ମଇଳା ଗାମୁଛାଟା ବହୁତ ସୁନ୍ଦର ଦେଖାଯାଏ ସଫା ହେଲା ପରେ। ସେଇଭଳି ଆପଣ ବିକାରଯୁକ୍ତ ଶରୀରଟା ଯଦି ବିକାର ରହିତ ହେଇଗଲା, ଆପଣଙ୍କର ଶରୀରଟା ଜାଜୁଲ୍ୟମାନ ହେବ, ତେଜଯୁକ୍ତ ହେବ, ଡଉଲ ଡାଉଲ ଦେଖାଯିବ। 3 ନମ୍ବର ଲକ୍ଷଣ ହେଉଛି କ'ଣ ନା ଯଦି କେବେ କୌଣସି କଷ୍ଟ ଆସେ ତ ଶରୀର ତାକୁ ସହି ନେଲା ଭଳି ଯୋଗ୍ୟ କରାଇ ନେବା। ତପ ସାଧନରେ ଇଏ ଆଉ ଗୋଟିଏ ଭଲ ଲକ୍ଷଣ ଯେ ଆମେ ଗୋଟେ କାମ କଷ୍ଟ ଜାଣି ତାକୁ ପଛ ଘୁଞ୍ଚା ଦଉଛେ କରିବା ପାଇଁ। ଆମ ଭିତରେ ସେଇ ଉତ୍ସାହ ସୃଷ୍ଟି ହବ, କାମ କଷ୍ଟ ହଉ ବରଂ ତାକୁ ଆମେ କରିପାରିବା। ଆମ ଭିତରେ ସେଇଭଳି ବଳ ମଧ୍ୟ ସୃଷ୍ଟି ହବ, ଆମେ ସେ କାମକୁ କରିବା ପାଇଁ ପଛ ଘୁଞ୍ଚା ଦବାନି, କଷ୍ଟ ସହିବା ପାଇଁ ଆମ ଭିତରେ ସେଇଭଳି। ନମ୍ବର 4 ହେଉଛି ଶରୀରକୁ କଠିନରୁ କଠିନ କାମ ପରିଶ୍ରମ କରିବା ପାଇଁ ଯୋଗ୍ୟ କରାଇବା। ତୃତୀୟ ନମ୍ବର ଗଲା କ'ଣ, ସେଟା ମନୋବଳ ବଢିଯିବ। କିନ୍ତୁ 4 ନମ୍ବର ସୂତ୍ର 4 ନମ୍ବର ଲକ୍ଷଣ କହୁଛି କ'ଣ ନା ଆମ ଭିତରେ ସେଇଭଳି କଠିନ କାମ କରିବା ପାଇଁ ଶକ୍ତି ସୃଷ୍ଟି ହବ। ଶରୀରକୁ କଠିନରୁ କଠିନ କାମ ପରିଶ୍ରମ କରିବାକୁ ଯୋଗ୍ୟ କରାଇ ନେବ। ଅର୍ଥାତ୍ ଆପଣ ଦେଖିବେ ସମସ୍ତଙ୍କର ଶରୀର ଅଛି, ସମସ୍ତେ ସମାନ କାମ କରିପାରନ୍ତିନି।
ଜଣେ ହୃଷ୍ଟପୃଷ୍ଟ ଦେଖା ଯାଉଛନ୍ତି, କିନ୍ତୁ କହିବାକୁ ଗଲେ ଯେ ଆଜି ଆସନି ଭାଇ ମାଟି ବୋଇବା, ସେମାନେ ପଛ ଘୁଞ୍ଚା ଦିଅନ୍ତି। ହୃଷ୍ଟପୃଷ୍ଟ ଦେଖାଯାନ୍ତି, କିନ୍ତୁ କାହିଁକି ନା ସିଏ ତପ ଯୋଗ କରି ଶରୀରକୁ ସେଇଭଳି ଯୋଗ୍ୟ କରେଇ ନାହାନ୍ତି ଯେ ମାଟି ବୋଇବା ରୂପକ କଠିନ କାମ କରିବା ପାଇଁ ତାଙ୍କ ସେଇ ଶରୀରରେ ସେଇଭଳି ବଳ ସୃଷ୍ଟି ହବ। ଯଦି ସେ ଅଭ୍ୟାସ କରିବେ ସେ ମଧ୍ୟ କରିପାରିବେ। ତେଣୁ 4 ନମ୍ବର ଲକ୍ଷଣ କହୁଛି ଆମ ଶରୀର ସେଇଭଳି ଯୋଗ୍ୟ ହୋଇଯିବ ଯେ କଠିନରୁ କଠିନ କାମ କରିବା ପାଇଁ କେବେ ପଛଘୁଞ୍ଚା ଦବ ନାହିଁ। 5 ନମ୍ବର ଲକ୍ଷଣ ହଉଛି କଣ ନା ଶରୀରକୁ ଏପରି ସୁସଂଗଠିତ ଓ ଦୃଢ କରାଇ ହେବ ଯାହାକି ତାର ସମସ୍ତ ଅଙ୍ଗ ଉପରେ ନିଜର ଅଧିକାର ରହିବ। ଅର୍ଥାତ୍ ଆପଣ ଦେଖିଥିବେ ଅନେକ ଚା ପିଇଲା ବେଳେ ତାଙ୍କର ହାତ ଥରି ଥରି ଅଧେ ଚା ଢାଳି ହେଇଯାଏ ଏବଂ ଅନେକ କଣ କରନ୍ତି ନା ହାତ ଥରିବା ସଙ୍ଗେ ପାଟି ମଧ୍ୟ ଓଠ ଥରେ। ଓଠ ଥରି କରନ୍ତି ନା ତାଙ୍କର କଥା କହିବା ଥର ଥର ହୁଏ, ତରଙ୍ଗାୟିତ ହୁଏ। ପ୍ରଣବ ମଧ୍ୟ ଅନେକଙ୍କର ତରଙ୍ଗାୟିତ ହୁଏ, କେତେକଙ୍କର ମୁଣ୍ଡ ହଲେ, କେତେକଙ୍କର ଗୋଡ ଥରେ। ଇଏ ହଉଛି କଣ ନା ଅଙ୍ଗ ମେଜତ୍ୱ। ଅଙ୍ଗ ମେଜତ୍ୱ କାହାକୁ କୁହାଯାଏ ନା ବିନା ଇଚ୍ଛାରେ ଶରୀରର କୌଣସି ଜାଗାରେ କମ୍ପନ ସୃଷ୍ଟି ହବା। ଅର୍ଥାତ୍ ଆମେ ଇଚ୍ଛା କରୁନେ ହାତ ଥରୁ, ଇଚ୍ଛା କରୁନେ ଗୋଡ ଥରୁ, ଇଚ୍ଛା କରୁନେ ଓଟ ଥରୁ, ଇଚ୍ଛା କରୁନେ ମୁଣ୍ଡ ହଲୁ, କିନ୍ତୁ ଯେହେତୁ ଅଙ୍ଗ ମେଜତ୍ୱ ଆମ ଭିତରେ ଦେଖା ଦେଇଛି ସେ କଣ ହଉଛି ନା ବିନା ଇଚ୍ଛାରେ ସେ ଜାଗାରେ କମ୍ପନ ସୃଷ୍ଟି ହଉଛି। ଇଏ ଚକ୍ରଭେଦନ କ୍ରିୟା ଆଉ ପ୍ରଣବ ଜପରେ ଆମର ଶରୀର ଏଭଳି ଦୃଢ ହେଇଯିବ, ଶରୀରର ପ୍ରତ୍ୟେକ ଅଙ୍ଗ ଆମର ଇଚ୍ଛାଧୀନ ହେଇଯିବ, ଆମ ଇଚ୍ଛାର ଅଧୀନରେ ରହିବ। ବିନା ଇଚ୍ଛାରେ ଶରୀର କୌଣସି ଜାଗାରେ କମ୍ପନ ସୃଷ୍ଟି ହବ ନାହିଁ। ଇଏ ହଉଛି 5 ନମ୍ବର ଲକ୍ଷଣ। 6 ନମ୍ବର ଲକ୍ଷଣ ହଉଛି ଶରୀରକୁ ସତେଜ, ଯୁବା, ସୁଦୃଢ ଓ ବଳବାନ କରିବା। ତେଣୁ ଶରୀରକୁ ସତେଜ, ଯୁବା, ବଳବାନ କରିବା କେମିତି ନା ଏଇ 6 ନମ୍ବର ଲକ୍ଷଣ କହୁଛି କଣ ନା ଆମ ଶରୀରକୁ ସୁଦୃଢ କେମିତି କରିବା ନା ଯୋଉ ଆମେ ପ୍ରତ୍ୟେକ ଦିନ ଯୋଉ ସାଧନ କଲେ, ଏ ଯୋଉ ଚକ୍ରଭେଦନ କ୍ରିୟା କଲେ, ଏହା ଫଳରେ ଜଣେ ପୃଥଳକା ଶରୀର ଅର୍ଥାତ୍ ମୋଟା ଲୋକ ଯଦି ସାଧନ କରେ ସେ ତାର ବାସ୍ତବିକ ଯେତିକି ସେ ତାର ଉଚ୍ଚତାକୁ ସ୍ୱାସ୍ଥ୍ୟ ଯେତିକି ରହିବା କଥା ସେ ସେତିକି ହେଇଯିବ। ଅର୍ଥାତ୍ ମୋଟାଟା ପତଳା ହେଇକି ସାଇଜ ଦେଖାଯିବ। ଯଦି ପତଳା ଲୋକ କରେ ତାହେଲେ ହଜମ ଶକ୍ତି ତାର ବଢିବ, ଅଧିକ ଖାଦ୍ୟ ସେ ଗ୍ରହଣ କରିବ, ତାର ଅଧିକ ଶରୀରରେ ରକ୍ତ ସୃଷ୍ଟି ହେଇ ସେ ସୁସ୍ଥ ସବଳ ହେଇଯିବ। ଏହା ହଉଛି ମୁନି ସମାଜର ଯୋଗର ଗୋଟେ ବଡ ଲକ୍ଷଣ। ତେଣୁ ଶରୀରକୁ ସତେଜ, ଯୁବା, ସୁଢଳ ଓ ବଳବାନ କରିବ 6 ନମ୍ବର ଲକ୍ଷଣ। ଆପଣମାନେ ଏଇ 6ଟି ଲକ୍ଷଣକୁ ଭଲ ଭାବରେ ଜାଣନ୍ତୁ। ତପ କ୍ରିୟାକୁ କୌଣସି ଦିନ ବନ୍ଦ କରନ୍ତୁ ନାହିଁ। ଏଇ ତପ ଶବ୍ଦ ତପ ସନ୍ତାପ ଐଶ୍ୱର୍ଯ୍ୟ ଧାତୁରୁ ସୃଷ୍ଟି ହେଇଛି। ଯୋଉ କାର୍ଯ୍ୟ କଲେ ଆମ ଶରୀରରେ ଉତ୍ତାପ ସୃଷ୍ଟି ହେଇ ଆନନ୍ଦ ପ୍ରଦାନ କରେ ତାହା ହଉଛି ତପଯୋଗ। ତେଣୁ ଏ ତପଯୋଗରେ ଆପଣମାନେ ଅଧିକ କିଛି ଜାଣିବା ପାଇଁ ସଚିତ୍ର ଯୋଗ ସାଧନ ଏବଂ ଯୋଗ ଦର୍ଶନ ଶାସ୍ତ୍ର ସାଧନ ପାଦକୁ ସ୍ୱାଧ୍ୟାୟ କଲେ ସଦ୍ଗୁରୁଙ୍କର ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିବା ଜ୍ଞାନକୁ ଆପଣମାନେ ଗ୍ରହଣ କରିବେ ଏବଂ ତପର ସାଧନରୁ ଲାଭ ପାଇବେ। ଲାଭ ପାଆନ୍ତୁ, ଆପଣ ସୁସ୍ଥ, ସୁନ୍ଦର, ନିରୋଗ, ସୁଢଳ ହୋଇ ରୁହନ୍ତୁ। ଏତିକି କହି ଆଜିର ସତ୍ସଙ୍ଗକୁ ଏଇଠି ବିରାମ ଦିଆହଉଛି। ସପ୍ରେମ ଜୟଜୀବ, ଜୟଜୀବ, ଜୟଜୀବ। ଯାହା ହଉ, ଧନ୍ୟବାଦ। ଆଜି ତପ ବିଷୟରେ 6ଟି ଲକ୍ଷଣ ଆଉ 6ଟି ଗୁଣ ବର୍ଣ୍ଣନା କରିଥିବାରୁ ଭଲ ଭାବରେ ମୁଁ ଆପଣଙ୍କୁ ଧନ୍ୟବାଦ କରୁଛି, ଯୋଉଟାକି ମୁନିମତି ମାନଙ୍କର ବହୁତ କାର୍ଯ୍ୟରେ ଆସିବ। ଆଜି ପାଇଁ ତ ସମୟ ହୋଇଯାଇଛି।
ଏଇଠି ରଖିବା। ସପ୍ରେମ ଜୟଜୀବ।